ସେମ୍ ମାଛ ତରକାରୀ ଖାଇ ବୋର୍ ଲାଗିଲେ କିଛି ଅଲଗା କିଛି ନୂଆ ବନାନ୍ତୁ। ପ୍ରଥମେ କ'ଣ କରିବେ ନା ମାଛକୁ ଭଲସେ କ୍ଲିନ୍ କରି ଧୋଇଦେବା। ସେଥିରେ ଗୋଲମରିଚ ପାଉଡ଼ର ସ୍ୱାଦ ଅନୁସାରେ ଦେଇଦେବା, ଲୁଣ, ଅଦା ରସୁଣ ପେଷ୍ଟ ଦେବା, ଲେମ୍ବୁ ରସ ଦେଇ ଭଲସେ ଟିକେ ମିକ୍ସ କରିଦେବା। ତାପରେ ଗୋଟେ କଢ଼େଇରେ କିଛି ତେଲ ନେବା, ସେଥିରେ ମାଛକୁ ଏଡ଼୍ କରି ଓଲଟ ପାଲଟ କରି ମାଛକୁ ଭାଜିଦେବା। ତାପରେ ଦେଖନ୍ତୁ ପିଆଜ, ଶୁଖିଲା ଲଙ୍କା, ପୁଣି କାଜୁକୁ ଟିକେ ହାଲକା ଭାଜିକି ମିକ୍ସରରେ ଗ୍ରାଇଣ୍ଡିଂ କରି ଗୋଟେ ପେଷ୍ଟ ବନେଇ ରେଡ଼ି କରିଦେବା। ତ ମାଛ ଭଜା ବି ହେଇସାରିଲାଣି, ତାକୁ ସାଇଡ଼ରେ ରଖିଦେବା। ପୁଣି ଥରେ ସେଇ କଢ଼େଇଟି ନେବା, ସେଥିରେ ହାଫ୍ ଚାମଚ ତେଲ ଏଡ଼୍ କରିବା, ଗୋଟେ ଚାମଚ ବଟର ଏଡ଼୍ କରିବା, ଗୋଟା ମସଲା ଏଡ଼୍ କରିବା, ଛୋଟ ଛୋଟ ପିସେସରେ କଟିଂ କରି ରସୁଣକୁ ଏଡ଼୍ କରିଦେବା। ତାପରେ ବଟା ଯାଇଥିବା ମସଲା ଏଡ଼୍ କରି ଭଲସେ ଟିକେ କଷିଦେବା। ତାପରେ ଗରମ ମସଲା, ଗୋଲମରିଚ ପାଉଡ଼ର ସ୍ୱାଦ ଅନୁସାରେ ଦେଇଦେବା, ଲୁଣ। ତ ଦେଖନ୍ତୁ ମସଲା ବି କଷି ବି ହେଇସାରିଲାଣି। ଅଳ୍ପ ଟିକେ ଚିନି, ଦହିକୁ ଏଡ଼୍ କରି ପୁଣି ଥରେ ଭଲସେ ଟିକେ ମିକ୍ସ କରିବା। ଲାଷ୍ଟରେ ଅଳ୍ପ ଟିକେ କସ୍ତୁରୀ ମେଥି। ତାପରେ ଦେଖନ୍ତୁ ଏଠି ମୁଁ ଯେହେତୁ ଝୋଳ ଅଧିକ ରଖିନି, ଏଇ ମାଛରେ ଝୋଳ ଅଧିକ ରୁହେନି, ତ ଆପଣମାନେ ଚାହିଁଲେ ରଖିପାରିବେ। ତାପରେ ସେଥିରେ ମାଛକୁ ଏଡ଼୍ କରି ଲାଷ୍ଟରେ ଅଳ୍ପ ଟିକେ ବଟର, ଧନିଆ ପତ୍ର। ତ ଫାଇନାଲ ରେସିପିଟି ବନିଗଲା।